नमस्कार। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ओडिया भागवत लेखक जगन्नाथ दास प्रथम स्कंद पंचदश अध्याय। आसंतु आरंभ करिबा आजिर एही सुंदर भिडियोटी। सुत उवाच हेमंत राजार वचन अर्जुन शुणी शोक मन जेते कहिले धर्मसुत नाना शकुन विपरीत कृष्ण विजोगे खेद मन स्वभावे सुखी बदन तेज प्रभाव दूर गला जीवन थाऊ देह मला शोके कंपित कलेबर बदनु नस्फुरे उतर लोचने देई बेनिकर शोक संभरी वीरवर शोके कुंठित कंठ द्वार बिहुले नस्फुरे उतर सखाश्रु हृद नंद बला सारथी पणे रथे थिला ए आदि जेते कृष्ण गुण सुमरी कांदे पुण पुण राजांकु चाही मन खेदे बोल ई शोक गद गदे। अर्जुन उवाच संदेश शुण नरनाथ कृष्ण मु होइली वंचित मोर जीवन बंधु हरि तार विजोगे हत सिरी विषण्ण मोहर शरीर देख प्रत्यक्ष नृपवर जे तेज प्रताप मोहर देव दानवे अगोचर से तेज कृष्ण संगे गला जीवन जीऊ जीऊ मला कृष्ण विजोगे क्षण मात्रे शोक पूरित निज गात्रे लोके अप्रिय दर्शन देखि कुंठित मोर मन मरण काले प्राणी चिन्हे संभ्रमे कुंठित वचने ଯାହାର ପାଦେ ଆଶ୍ରେ କରି ନିଜ ଗାଣ୍ଡିବ करे ଧରି ଦ୍ରୁପଦ ଗୃହେ ରାଜ ମେଳେ ଦ୍ରୌପଦୀ ସ୍ୱୟଂବର କାଳେ ଯେତେ ମିଳିଲେ ରାଜପୁତ୍ରେ କନ୍ୟା ଲଭିବା ଫଳ ଅର୍ଥେ କନ୍ୟା ଲଭିବା କାଳେ ଗୋଲ ଯେସନେ ଜଳଧି ଉଲ୍ଲଳ ହେଲେ ତାହାଙ୍କ ତେଜ ହରି ଲଭିଲି ଲାକ୍ଷ ବିଧି ନାରୀ ଗାଣ୍ଡବ ବନେ କ୍ରୀଡ଼ା ରଙ୍ଗେ କୃଷ୍ଣ ଯେ ଥିଲେ ମୋର ସଙ୍ଗେ ସେ ବନ ଅଗ୍ନି ମୁଖେ ଦେଇ ଲଭିଲି ମାୟା ସଭା ମୁହିଁ ଅମର ଗଣ ତୁଲେ ପୁଣି କିଞ୍ଚିତେ ଇନ୍ଦ୍ର ତେଜ ଜିଣି ମୟ ନିର୍ମିତ ସଭା ଆଣି ଯହିଁ ସକଳ ନୃପମଣି ତୋହର ଯଜ୍ଞ କାଳେ ମିଳି ତୋ ପାଦେ କଲେନି ଉଛାଳି ଯାହାର ତୁଲେ ବେନି ଭାଇ ଛନ୍ଦ୍ରମେ ବିପ୍ରରୂପ ହୋଇ ଜରାକୁ ବାହୁ ଯୁଦ୍ଧେ ଜିଣି ରାଜାଙ୍କୁ ବନ୍ଦୀ ଘରୁ ଆଣି ତୋହର ଯଜ୍ଞ ନିମନ୍ତ୍ରଣେ ତୋତେ ଖଚିଲେ ନୃପଗଣେ ତୋହର ଯଜ୍ଞ ସ୍ନାନ କାଳେ ଦ୍ରୌପଦୀ ଦେଖି ତୋର କୋଳେ ସ୍ୱଭାବେ ନାରୀ ଶିରୋମଣି କବରୀ ବେଶେ ଜନ ଜିଣି କପଟ ପୋଷା କରି ବାଧେ କୌରବେ ତୋତେ ସଭା ମଧ୍ୟେ ଜିଣି ପାଞ୍ଚାଲି କେଶ ଧରି ବିବସ୍ତ୍ର ସଭା ତଳେ କରି ଭୟେ ପାଞ୍ଚାଳି ସୁମରିଲା ସେ ବେଳେ ଯେ ହରି ରଖିଲା ପୁଣି ଅଜ୍ଞାତ ବନବାସେ ଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ ଭୋଜନ ଅନ୍ତେ ଭିକ୍ଷା ଅର୍ଥେ ଅୟୁତ ବିପ୍ର ଘେନି ସାଥେ ଭୁଞ୍ଜିବା ପାଇଁ ସ୍ନାନ ସାରି ତା ଜାଣି ପ୍ରଭୁ ନର ହରି ଅତିଥି ରୂପେ ବିଜେ କଲା ସେ ଯେ ଶାକ ଅନ୍ନ ଥିଲା କର ପ୍ରସାରି ତାହା ଖାଇ ମୁନିଙ୍କ ମନ ମଧ୍ୟ ଯାଇ ସନ୍ତୋଷ କଲା ଜଳ ମଧ୍ୟ ତକ୍ଷଣେ ବ୍ରାହ୍ମଣ ଆନନ୍ଦେ ସନ୍ତୋଷେ ନିଜ ସ୍ଥାନେ ଗଲେ ସେ ଦୁଃଖୁ ଯେ ହରି ରଖିଲେ ଯାହାର ତେଜେ ଧନୁ ଟାଣି ବନେ ଜିଣିଲି ଶୂଳ ଫାଣି ସନ୍ତୋଷେ ମୋତେ ଉମାକାନ୍ତ ବୋଇଲେ ବର ମାଗ ପାର୍ଥ ପାର୍ବତୀ ବିଶ୍ୱାସେ ମୋହିତ ବରେ ପାଇଲି ପାଶୁପତ ହର ବିଶ୍ୱାସେ ମୋତେ ପୁଣ ପାର୍ବତୀ ଦେଲେ ଅକ୍ଷ ତୁଣ ସେ ବେନି ଶସ୍ତ୍ର ପାଇ ବନେ ମିଳିଲି ଇନ୍ଦ୍ରର ଭୁବନେ ନର ଶରୀରେ ସୁର ଦେଶେ ମିଳିଲେ ଯେ ହରି ବିଶ୍ୱାସେ ବିଷ୍ଣୁର ତେଜ ଦେଖି ମୋତେ ସର୍ବଦେବତା ଦୋଷ ଚିତେ ବିଚାରି ସର୍ବ ଅନୁମାନେ ବସାଇ ଇନ୍ଦ୍ରର ଆସନେ ମୋତେ ପୂଜିଲେ ପୁରସ୍କାରେ ମୁଁ ପୁଣି ରହି ସ୍ୱର୍ଗପୁରେ ସର୍ବଦେବତାଙ୍କ ବିଶ୍ୱାସ ଅସୁର ବଳ କଲି ନାଶ
ଇନ୍ଦ୍ର ସହିତେ ସର୍ବଦେବେ ମୋତେ ପୂଜିଲେ ଗୌରବେ। ଯାତେ ଯୁମ ପୁରୁଷକାର ସେ ହରି ମୋତେ କଲା ଦୂର। ଯେଉଁ ଗୋବିନ୍ଦ ବନ୍ଧୁ ପଣେ କୁରୁସାଗର ଘୋର ରଣେ। ତରଳି ଦୁସ୍ତର ସାଗର ଦେବ ମାନବେ ଅଗୋଚର। ସଂଗ୍ରାମେ ରିପୁ ବଳ ଜିଣି ଅନେକ ଧନ ରତ୍ନ ଆଣି। ରତ୍ନ ମୁକୁଟ ମଣି ପରେ ଥିଲା ଯେ ରାଜାଙ୍କର ଶିରେ। ତାହା ହରିଲି ବାହୁ ବଳେ ନିର୍ଭୟେ ଅବନୀ ମଣ୍ଡଳେ। ବିରାଟ ଗୋଧନ ହରଣେ ମହାଦୁସ୍ତର ଘୋର ରଣେ। ଗୋଧନ ନେଲି ନିଜପୁର ସେ ହରି କଲା ମୋତେ ଦୂର। ଯେ ହରି ମୋର ରଥେ ବସି ଅଗାଧ କୁରୁ ବଳେ ଝାସି। ଭୀଷ୍ମ ସବିତା ସୁତ କୃପ ଶଲ୍ୟ ସହିତେ ଯେତେ ନୃପ। ତାହାଙ୍କ ଅଗ୍ରେ ରଥ କରି ଅଶ୍ୱର ସନା କରେ ଧରି। ରିପୁ ଆୟୁଷ ସଙ୍ଗେ ମନ ହରିଲା ନନ୍ଦର ନନ୍ଦନ। ଭୀଷ୍ମାଦି ଥିଲେ ଯେତେ ବୀର ସେ ଗୁରୁ ଦ୍ରୋଣଙ୍କ ସଙ୍ଗର। ଅମୋଘ ଅସ୍ତ୍ର ବରଷନ୍ତି ସେ ମୋର ହୃଦେ ନ ଭେଦନ୍ତି। ଯେ ସନେ ନୃସିଂହର ପାଦ ଆଶ୍ରେ ତରିଲା ପ୍ରହଲ୍ଲାଦ। ଜୟଦ୍ରଥର ବଧ କାଳେ ଅଶ୍ରେ ତୃଷିତ ମୋର ହେଲେ। ତାହାଙ୍କୁ ଜଳ ଦେବା ଅର୍ଥେ ସଂଗ୍ରାମେ ହେଲି ଭୂମି ଗତେ। ମହାରଥୀଙ୍କ ଚିତ୍ତେ ଯାଇ ପ୍ରବେଶ ହେଲେ ଭାବଗ୍ରାହୀ। ନୟନେ ମୋ ରୂପ ଦେଖନ୍ତି ଦେଖନ୍ତେ କେହି ନ ମାରନ୍ତି। ଯାହାର ପାଦ ପଦ୍ମ ନିତ୍ୟେ ଜ୍ଞାନୀଏ ଭାବୁଥାନ୍ତି ଚିତ୍ତେ। କୁମତି ବଳେ ନ ବିଚାରି ତାହାଙ୍କୁ ସାରଥି ମୁଁ କରି। ସେ କୃଷ୍ଣ ବସି ମୋର ପାଶେ ଶୋଭନ ସ୍ମିତ ମନ୍ଦ ହାସେ। ଆନନ୍ଦେ କରେ କର ଧରି ବିବିଧ ପରିହାସ କରି। ହେ ପାର୍ଥ ଅର୍ଜୁନ ହେ ସଖେ କୁରୁ ନନ୍ଦନ ବୋଲି ଡାକେ। ତାହାର ଗୁଣ କର୍ମ ଯେତେ ସୁମରି ক্ষোভিত ମୋ ଚିତ୍ତେ। ଶୟନ ଆସନ ଭୋଜନେ ମୁହିଁ ଯେ ତାର ସନ୍ନିଧାନେ। ସଙ୍ଗେ ବିହରି ସଖା ପରି ତାକରେ କର ଧରା ଧରି। ମୁଁ ପାପୀ କୁମତି ମୋହର କେବେ ବା କରେ ତିରସ୍କାର। ସେ ଅପରାଧ ମୋର ହରି ନ ଘେନେ ମୋରେ ସ୍ନେହ କରି। ସଖାର ସଖା ଯେନେ ସହେ ପିତା ମାତା ବା ଯେନେ ପୋଏ। ନୃପେନ୍ଦ୍ର ଶୁଣ ମୋର ବାଣୀ ମୋତେ ମୁଞ୍ଚିଲେ ଚକ୍ର ପାଣି। ମୋହର ପ୍ରିୟ ସଖା ହରି ହୃଦୟ ଗଲା ଶୂନ୍ୟ କରି। ଦେଖ ମୋହର ବୀରପଣ ମାର୍ଗେ ଗୋବିନ୍ଦ ପତ୍ନୀ ଗଣ। ଆବରି ନ ପାରିଲି ବଳେ ତକ୍ଷଣେ ଲୁଚିଲେ ଗୋପାଳେ। ସେହି ଗାଣ୍ଡିବ ଧନୁ ମୋର ସେହି ଅକ୍ଷୟ ତୃଣ ଶର। ସେହି ବିମାନ ଅଶ୍ଵ ଦେଖ କ୍ଷଣକେ ହୋଇଲି ନିରେଖ। ଯାହାର ତେଜେ ନୃପଗଣେ ନମନ୍ତି ମୋହର ଚରଣେ। ତାର ବିଯୋଗେ ତନୁ କ୍ଷୀଣ ଦିଗେ ଦିଶନ୍ତି ମୋତେ ଶୂନ୍ୟ। ସେ ପ୍ରାଣ ବାନ୍ଧବ ବିଯୋଗ ଭସ୍ମେ ଯେ ସନେ ଅବିଭାର୍ଗ। କୁହୁକ ବସ୍ତୁ ମୁଷ୍ଟି ଗତେ ପ୍ରତ୍ୟକ୍ଷ ନୋହେ ଦୃଷ୍ଟି ମାତ୍ରେ। ଊଷର ଭୂମିରେ ରୋପିତ ବୀଜର ପ୍ରାୟ ମୁଁ ନିହତ। ଶୁଣ ହେ ନୃପ ଶୁଦ୍ଧ ଚେତା ବନ୍ଧୁ ବାନ୍ଧବ କବାରତା। ଅପରେ ଯେତେ ଯଦୁକୂଳେ ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ। ବ୍ରାହ୍ମଣ ଶାପ ଅବସାନେ ମିଳିଲେ ଏରକାର ବନେ। ଚାରୁଣୀ ମଦ୍ୟ କଲେ ପାନ ଭୋଲେ ହୋଇଲେ ହତ ଜ୍ଞାନ। ଏରକା ମୁଷ୍ଟି କରେ ଧରି ଏକ ଆରକେ ମରାମରି। ଆତ୍ମାକୁ ନ ଜାଣନ୍ତି ଭୋଲେ ନାସିଲେ ବ୍ରହ୍ମ ଶାପ ପରେ। ଏଣୁ ଯାଦବ ବଂଶ ନାଶ ରହିଲେ ଚାରି ପାଞ୍ଚ ଶେଷ। ଈଶ୍ୱର କ୍ରୀଡ଼ା ଏ ଜଗତ ପ୍ରାଣିଏ ଈଶ୍ୱର ଆୟତ। ମାରନ୍ତି ଏକୁଆର ବଳେ ଜଳ ଜନ୍ତୁ ଏ ଯେହ୍ନେ ଜଳେ। ନିର୍ବଳ ଜନ୍ତୁକୁ ଗିଳନ୍ତି ନିଜ ମରଣ ନ ଜାଣନ୍ତି।
ଦୁର୍ବଳ ପ୍ରାଣୀ କିସ ବଳେ ଦର୍ପ ହରନ୍ତି ଅବହେଳେ। ଏହି ପ୍ରକାରେ ଯଦୁ ବଳେ କଳି ଭିଆଇ ମଧ୍ୟ ଭୋଳେ। ଯଦୁଙ୍କୁ ଯଦୁ ବଳେ ମାରି ଭୂମିର ଭାରା ଅପହରି। ଗୋବିନ୍ଦ କଲେ କର୍ମ ଯେତେ ଲୀଳା ବିହରେ ଏ ଜଗତେ। ତା ଦେଶ କାଳ ଅର୍ଥ ଯୁକ୍ତ ଶୀତଳ ବାଣୀ ଜନହିତ। ସେ ବାଣୀ ସ୍ମରି ମୋର ଚିତ୍ତେ ପ୍ରାଣ ଦହଇ ଅନ୍ତର୍ଗତେ। ସୂତ ଉବାଚ ଏମନ୍ତେ ପାଣ୍ଡବ ଅର୍ଜୁନ କୃଷ୍ଣ ଚରଣେ ଦେଇ ମନ। ସୁହୃଦ ଭାବେ ଗାଢ଼େ ଚିନ୍ତି ଲଭିଲା ସୁବିମଳ ଗତି। କୃଷ୍ଣ ଚରଣ ଅନୁଧ୍ୟାନେ ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ। ଥିଲା ଯେ ଅଶେଷ କଳୁଷ ଭକ୍ତି ମନ୍ଥନେ ଗଲା ନାଶ। ନିର୍ମଳ ବୁଦ୍ଧି ପ୍ରକାଶିଲା ଗୋବିନ୍ଦ ବାକ୍ୟ ସୁମରିଲା। ସଂଗ୍ରାମ ମଧ୍ୟ ରଥେ ରହି ଯେ ଗୀତା କୃଷ୍ଣ ଥିଲେ କହି। ତାହା ସୁମରି ଶୁଦ୍ଧ ମନେ ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ। ପ୍ରକୃତି ଲୀନେ ଗୁଣ ଲିଙ୍ଗ ସ୍ଥୂଳ ଶରୀର ସଙ୍ଗ ଭଙ୍ଗ। ତେବେ ଦ୍ୱୈତ ଭାବ ଯାଇ ଶୋକ ସମ୍ଭ୍ରମ ଆଉ କାହିଁ। ଆପଣା ଅଂଶ ବଂଶ ହରି ଶ୍ରୀକୃଷ୍ଣ ଗଲେ ନିଜ ପୁରୀ। ଅର୍ଜୁନ ମୁଖୁ ଏହା ଶୁଣି ନିର୍ବେଦ ନୃପ ଚୂଡ଼ାମଣି। ଆତ୍ମନିର୍ଭୂତ ଜ୍ଞାନ ମାର୍ଗେ ନିଶ୍ଚୟ କଲେ ସ୍ୱର୍ଗ ମାର୍ଗେ। କୁନ୍ତୀ ଯେ ନିଜ ପୁରେ ଥିଲେ ଶ୍ରୀକୃଷ୍ଣ ବିଯୋଗ ଶୁଣିଲା। ତକ୍ଷଣେ ପାଇ ଦିବ୍ୟ ଜ୍ଞାନ ଗୋବିନ୍ଦ ପାଦେ ହେଲା ଲୀନ। ଯେ ଦେହ ଭୂମି ଭାର ନାଶେ ଧରି ଜନ୍ମିଲେ ଯଦୁ ବଂଶେ। ଭାରା ନିବାରି ତା ସଂହରେ କଣ୍ଟକ ଯେହ୍ନେ କଣ୍ଟକରେ। ମତ୍ସ୍ୟାଦି ରୂପକୁ ଯେ ମନ୍ତେ ଧରି ଛାଡ଼ଇ କାର୍ଯ୍ୟ ଅନ୍ତେ। ଯେ ସନେ ନଟ ନୃପ ଧରେ କ୍ଷଣକୁ କ୍ଷଣ ଆନ କରେ। ଭୂଭାର କ୍ଷୟ ଯେ ଦେହଣ ସେ ଦେହ କଲେ ଅନ୍ତର୍ଦ୍ଧାନ। ଯେବେ ମୁକୁନ୍ଦ ମୋହି ତେଜି ସ୍ୱଭାବେ ନିଜ ଧାମ ଭଜି। ଯାର ମହିମା ନର ଲୋକେ ସାଧବେ ଏକ କୁଆରକେ। କହି ତରିଲେ ଭବ ଜଳୁ କଳି ଆଗମ ସେହି ବେଳୁ। ସକଳ ଦୋଷ ହେତୁ ଯହିଁ ବେଦ ପୁରାଣ ମାର୍ଗେ କହି। ମିଳିଲା ନର ଲୋକେ ଆସି ତକ୍ଷଣେ ଗ୍ରାମେ ଗ୍ରାମେ ପଶି। ସକଳ ପୁରେ ପ୍ରାଣୀ ଚିତ୍ତେ ଲୋଭ କପଟ ଦମ୍ଭ ମତେ। ପ୍ରାଣୀ ହିଂସନ ଧର୍ମ ନାଶେ ପ୍ରାଣୀ ଏ କଳିର ବିଶ୍ୱାସେ। ନିଷ୍ଠୁର ଚିତ୍ତ ସର୍ବଜନ ତା ଦେଖି ଧର୍ମର ନନ୍ଦନ। ସ୍ୱର୍ଗ ଗମନ ମନେ ଗୁଣି ତକ୍ଷଣେ ପରୀକ୍ଷିତ ଆଣି। ଉତ୍ତମ ରାଜ ଚିହ୍ନ ଦେଖି ସକଳ ଗୁଣ ଉପଲକ୍ଷି। ଆତ୍ମାର ତୁଲ୍ୟ ପ୍ରାୟ ମଣି ଅନେକ ତୀର୍ଥ ଜଳ ଆଣି। ହସ୍ତିନାପୁର ନର ଲୋକେ ସ୍ଥାପିଲେ ନୃପ ଅଭିଷେକେ। ଯାଦବ ବଂଶେ ଶେଷ ଥିଲା ବଜ୍ର ଯେ ଅନିରୁଦ୍ଧ ବଳା। ମଥୁରାପୁରେ ଧର୍ମ ଚାଟେ ସ୍ଥାପିଲେ ଶୂରସେନ ପାଟେ। ସକଳ ଭୋଗ ଦୂର କରି ଶରୀର ବନ୍ଧ ପରିହରି। ଆତ୍ମାରେ ଆତ୍ମା ଅଗ୍ନି ଜାଳି ସର୍ବ ବିଷୟ ଘୃତ ଢାଳି। ଜ୍ଞାନ ଗୋଚରେ ଅଗ୍ନିପାନ ତକ୍ଷଣେ ଧର୍ମର ନନ୍ଦନ। ସର୍ବ ସମ୍ପଦ କରି ଦୂର ନିର୍ମଳ ରାଗ ଅହଙ୍କାର। ଅଶେଷ କର୍ମା ସଚ୍ଛେଦି ଯୋଗେ ଶରୀର ରନ୍ଧ୍ର ରୁନ୍ଧି। ବଚନ ମନେ ଲୀନ କରି ବାୟୁ ଧାରଣେ ମନ ଧରି। ବାୟୁ ଧାରଣ ପ୍ରାଣ ଯେହିଁ ଅପାନେ ତାହାକୁ ମିଶାଇ। ଅପାନ ଉତ୍ସର୍ଗେ ସହିତେ ଯେ ମାର୍ଗେ ହୁଏ ଅନ୍ତର୍ଗତ। ସେ ମୃତ୍ୟୁ ଦେବକୁ ପଞ୍ଚତ୍ୱେ ପଞ୍ଚକୁ ପଞ୍ଚରେ ଏକତ୍ୱେ। ପୁଣି ପଞ୍ଚକୁ ତିନି ଗୁଣେ ତ୍ରିଗୁଣ ସମସ୍ତ କାରଣେ। ତାହାକୁ ଯିବେ ଦେଇ ସ୍ଥାନ ଯେଣେ ଜୀବର ପରିତ୍ରାଣ। ସକଳ ଗୁଣ ପରିହରି ଆତ୍ମାରେ ଆତ୍ମା ମୋହ କରି। ବ୍ରହ୍ମ ନିର୍ବାଣେ ଥୋଇ ଚିତ୍ତ ଉତ୍ତର ପଥେ ଉପଗତ। ଚିର ବସନ ନିରାହାର ମଉନ ମୁକ୍ତ କେଶ ଶିର। ଜଡ଼ ଉନ୍ମତ୍ତ ଜନ ପ୍ରାୟେ ଲୋକେ ଦେଖାଇ ନିଜ କାୟେ। ଲୋକ ବଦନକୁ ନ ଚାହିଁ ଅନ୍ଧ ବଧିର ପ୍ରାୟ ହୋଇ।
ହୃଦେ ନିବେଶିବେନି ପାଣି ଉତ୍ତର ଦିଗେ ନୃପମଣି। ପୂର୍ବେ ଅଶେଷ ମୁନି ସନ୍ଥେ ମୋକ୍ଷ ହୋଇଲେ ଯେଉଁ ପଥେ। ପରମ ବ୍ରହ୍ମ ଚିନ୍ତି ଚିତ୍ତେ ପ୍ରସ୍ଥାନ କଲେ ସ୍ୱର୍ଗ ପଥେ। ପଛେ ଚଳନ୍ତି ଚାରି ଭାଇ ରାଜାର ଅନୁରୂପ ହୋଇ। ପ୍ରଜାଙ୍କୁ କରି ଆଲିଙ୍ଗନ ହରଷେ କରି ତାଙ୍କ ମନ। ସେ ସାଧୁ କୃତ୍ୟ ସତ୍ତ୍ୱଗୁଣୀ ଆତ୍ମାର ହିତେ ଚିତ୍ତେ ଜାଣି। ମନ ନିବେଶି କୃଷ୍ଣ ପାଦେ ବିଷ୍ଣୁ ଭକତି ଯୋଗ ସାଧେ। ନିର୍ମଳ ଚିତ୍ତ ତାହାଙ୍କର ଗୋବିନ୍ଦେ ଧ୍ୟାନ ନିରନ୍ତର। କୃଷ୍ଣ ପାଦେ ଚିତ୍ତ ଦେଲେ ପରମ ଗତି ସେ ଲଭିଲେ। ଅସତ୍ୟ ଇନ୍ଦ୍ରିୟ ବିଷୟ ନିତ୍ୟ ଯାହାର ଚିତ୍ତ ରହେ। ସେ ଯେବେ ପାଦ ହୃଦେ ଚିନ୍ତି ସର୍ବ କଳୁଷ ନାଶ ଯନ୍ତି। ସେ ପାଦେ ଲଭଇ ସେ ସ୍ଥାନ ତାହା ପାଇଲେ ପଣ୍ଡୁନାନ। ବିଦୁର ଥିଲେ ବନବାସେ ପ୍ରଭାସ ତୀର୍ଥେ ମୋକ୍ଷ ଆସେ। ଗୋବିନ୍ଦ ଚରଣ କମଳେ ପ୍ରାଣ ଛାଡ଼ିଲେ ଯୋଗ ବଳେ। ପିତୃଗଣଙ୍କ ସଙ୍ଗେ ମିଶି ନକ୍ଷତ୍ର ମଧ୍ୟ ଯେହ୍ନେ ଶଶି। ନିଜ ଭୁବନେ ବିଜେ କଲେ ବ୍ରାହ୍ମଣ ସାପୁ ନିସ୍ତରିଲେ। ତକ୍ଷଣେ ଦ୍ରୁପଦକୁ ମାରି ଭର୍ତ୍ତାଙ୍କ ପଥ ଅନୁସରି। କୃଷ୍ଣେ ନିବେଶି ପଞ୍ଚ ପ୍ରାଣ ପଥେ ଛାଡ଼ିଲେ ନିଜ ପ୍ରାଣ। କହନ୍ତି ସୁତ ଶୁଦ୍ଧ ଚିତ୍ତେ ସର୍ବମୁନିଙ୍କ ମଧ୍ୟ ଗତେ। ଏବେ ହୋ ଶୁଣ ବିପ୍ରଜନେ କୃଷ୍ଣ ମହିମା ଶୁଦ୍ଧ ମନେ। ଗୋବିନ୍ଦ ଚରଣ କମଳେ ପଣ୍ଡୁକୁ ମୋରେ ଭାବ ଭୋଳେ। ସଂସାର ମାୟା ଦୂର କଲେ ଜଗତ ମଧ୍ୟୁ ନିସ୍ତରିଲେ। ପରମ ମଙ୍ଗଳ ଏ ବାଣୀ ଯେ ପ୍ରାଣୀ ଶୁଦ୍ଧ ଚିତ୍ତେ ଶୁଣି। ଭକତି ଲଭେ କୃଷ୍ଣ ପାଦେ ସଂସାରୁ ତରେ ଅପ୍ରମାଦେ। କୃଷ୍ଣ ମହିମା ସୁଧା ରସ କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ପାଣ୍ଡବ ସ୍ୱର୍ଗାରୋହଣଂ ନାମ ପଞ୍ଚଦଶ ଅଧ୍ୟାୟ ସମାପ୍ତ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।